ବର୍ତ୍ତମାନର ସବୁଠୁ ଦୁଃଖଦ ଖବର ଭାରତୀୟ ରାଜନୀତିଜ୍ଞ ମନମୋହନ ସିଂଙ୍କର ପରଲୋକ। ଆଉ ଥରେ ଆପଣଙ୍କ ପାଖରେ ଆମେ କହି ରଖିବୁ, ବର୍ତ୍ତମାନର ସବୁଠାରୁ ବଡ଼ ଦୁଃଖଦ ଖବର ଭାରତୀୟ ରାଜନୀତିଜ୍ଞ ଏବଂ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ପରଲୋକ ହୋଇଛି। ମନମୋହନ ସିଂ 23 ସେପ୍ଟେମ୍ବର 1932ରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ ଅର୍ଥଶାସ୍ତ୍ର ଓ 2004ରୁ 2014 ଯାଏଁ ଭାରତର 14ତମ ପ୍ରଧାନମନ୍ତ୍ରୀ ଥିଲେ। ସିଂ ଭାରତର ପ୍ରଧାନ ଶିଖ୍ ପ୍ରଧାନମନ୍ତ୍ରୀ ଥିଲେ ଏବଂ ନେହେରୁଙ୍କ ପରେ ନିଜର 5 ବର୍ଷ କାର୍ଯ୍ୟ ଶେଷ କରି ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରଧାନମନ୍ତ୍ରୀ ସିଂ ସତ୍ତରେ ଆସିବା ପରେ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ, ସୂଚନା ଅଧିକାର ଆଇନ, ବିଶିଷ୍ଟ ପରିଚୟପତ୍ର ବା ଆଧାର କାର୍ଡ଼, ରୋଜଗାର ଗ୍ୟାରେଣ୍ଟି ଆକ୍ଟ ଆଦି ବହୁତ ଉନ୍ନତମୂଳକ ପରିଯୋଜନାର ଆରମ୍ଭ କରିଥିଲେ। ଭାରତର ଅର୍ଥ ବ୍ୟବସ୍ଥା 1991 ମସିହାରେ ଭାରତ ଆର୍ଥିକ ସଙ୍କଟରେ ଥିବା ସମୟରେ ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଆଶ୍ଚର୍ଯ୍ୟ ରୂପେ ମନମୋହନ ସିଂଙ୍କୁ ନିଜ କ୍ୟାବିନେଟ୍ରେ ଅର୍ଥମନ୍ତ୍ରୀ ବନାଇଥିଲେ। କିଛି ବର୍ଷ ଯାଏ ଏହା କଡ଼ା ବିରୋଧ କ୍ରମେ ସେ ଅର୍ଥମନ୍ତ୍ରୀ ଭାବରେ ଭାରତର ଅର୍ଥ ବ୍ୟବସ୍ଥାର ଢାଞ୍ଚାଗତ ସୁଧାର ପାଇଁ କଡ଼ା ବ୍ୟବସ୍ଥା କରିଥିଲେ। ଏହି ଉପାୟ କାରଣରୁ ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ଥିବା ସଙ୍କଟକୁ ଟାଳିବାରେ ସେ ସଫଳ ହୋଇଥିଲେ। ପୁଣି ଥରେ ଆମେ କହି ରଖିବୁ ଯେ ବର୍ତ୍ତମାନର ସବୁଠାରୁ ଦୁଃଖଦ ଖବର ଭାରତୀୟ ଅର୍ଥନୀତିଜ୍ଞ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ବିୟୋଗ। ଏହି ବିୟୋଗ ସାରା ଭାରତ ପାଇଁ ଏକ ଅପୂର୍ଣ୍ଣ ସ୍ଥାନ ସୃଷ୍ଟି କରିବ। ବ୍ୟୁରୋ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।